ରୂପସା ରାଗିକି କହିବେ, ନାଇଁ, ଯୋଉ ଲକ୍ଷ୍ୟ ନେଇକି ମୁଁ ସେମାନଙ୍କ ପାଇଁ କାମ କଲି, କିନ୍ତୁ ମୁଁ ପାଇଲି କ'ଣ? ତା ପ୍ରତି ବଦଳରେ କିଛି ବି ନାହିଁ। ମୁଁ ଆଦର୍ଶ ଆଉ ପଲ୍ଲବୀକି ସବୁଦିନ ପାଇଁ ପରସ୍ପର ପାଖରୁ ଅଲଗା କରିବାକୁ ଚେଷ୍ଟା କରିଥିଲି, ହେଲେ ସେମାନେ ପୁଣି ଥରେ ଅଠା ବୋଲି ଜଏଣ୍ଟ ହେଇଗଲେ। ପଲ୍ଲବୀକୁ ମୁଁ ଦେଶ ବାହାରକୁ ପଠେଇ ଦେଇ ଆଦର୍ଶକୁ ସବୁଦିନ ପାଇଁ ମୋ ହାତ ମୁଠାକୁ ଆଣି ତାଙ୍କୁ ଗୋଲାମ କରି ରଖିବା ପାଇଁ ଚାହୁଁଥିଲି। କିନ୍ତୁ ହେଲା କ'ଣ? ଏ ଦି ଜଣ ଯାକ ଏକାଠି ହେଇ ମୋତେ ତାଙ୍କ ଭିତରୁ ସବୁଦିନ ପାଇଁ ଅଲଗା କରିଦେଲେ। ନାଇଁ ନାଇଁ, ମୁଁ ଏସବୁ କେବେ ବି ଚାହିଁନଥିଲି, କେବେ ବି ନୁହଁ। ତାପରେ ମାଲିନୀର ଫୋନ୍ ଆସିବ। ତାପରେ ରୂପସା କଲ୍ ଉଠେଇ କହିବେ, କୁହ। ତାପରେ ମାଲିନୀ କହିବେ, କଥା କ'ଣ ରୂପସା? ଆଦର୍ଶ ଗୋଟେ ଜିଅନ୍ତା ଶବ ପାଲଟି ଯାଇଛି, ଆଉ ସେ କେତେବେଳେ ବି ଉପରକୁ ଯାଇପାରେ। ଏ ନ୍ୟୁଜରେ ଚାରିଆଡ଼େ ଘୁରି ବୁଲୁଛି। ସେଠି ସବୁ କିଛି ଠିକ୍ ଅଛି ତ? ଆଇ ୱିଲ୍ ଆଦର୍ଶଙ୍କ କଣ୍ଡିସନ। ଏହାପରେ ରୂପସା ରାଗିକି କହିବେ, ଆଦର୍ଶଙ୍କ କଣ୍ଡିସନ ଏକଦମ ଠିକ୍ ଅଛି ମାମା। କେବଳ ଆଦର୍ଶ କାହିଁକି, ଏ ଘରେ ସମସ୍ତଙ୍କ କଣ୍ଡିସନ ଏକଦମ ଫିଟ୍ ଆଣ୍ଡ ଫାଇନ୍ ଅଛି। ଆଉ ବାହାରେ ଯୋଉ ସବୁ ନ୍ୟୁଜ ଘୁରି ବୁଲୁଛି, ସେ ସବୁ ଫେକ୍ ଆଉ ମିଛ। ଏହାପରେ ମାଲିନୀ କହିବେ, ମିଛ ମାନେ? ପୁଣି ରୂପସା କହିବେ, ମାମା, ମିଷ୍ଟର ଆଦର୍ଶଙ୍କର ଏଇ ଗୋଟେ ପ୍ଲାନ୍। ଆଉ ମ୍ୟାଡାମ ପଲ୍ଲବୀ ମହାପାତ୍ରକୁ ପାଖକୁ ଆଣିବା ପାଇଁ ଖାଲି ଆଦର୍ଶ ନୁହନ୍ତି, ଏ ଘରେ ସମସ୍ତେ ସାମିଲ ଅଛନ୍ତି। ଭାବିଥିଲି ପଲ୍ଲବୀ ଚାଲି ଯାଇଛି, ଆଦର୍ଶ ଆଉ ମହାପାତ୍ର ଫ୍ୟାମିଲି ଉପରେ ପ୍ରତିଶୋଧ ନେବା ପାଇଁ ଇଏ ଗୋଟେ ବଢ଼ିଆ ସୁଯୋଗ। ମୋର ପୁରା ପ୍ଲାନ୍ ଫେଲ୍ ମାରିଗଲା ମାମା। ଆଦର୍ଶ ଏ ମିଛ ଖବର ଚାରିଆଡ଼େ ପ୍ରଚାର କରିଦେବା ଯୋଗୁଁ ପଲ୍ଲବୀ ଫରେନ୍ ନ ଯାଇ ଅଧା ବାଟରୁ ପଳେଇ ଆସିଲା। ଆଉ ଏମାନେ ପୁଣି ଥରେ ଏକାଠି ହେଇ ଘିଅରୁ ମାଛି ବାହାର କରି ଫୋପାଡ଼ିଲା ଭଳିଆ ଏମାନେ ମୋତେ ଗୋଟେ ଆଉଟସାଇଡର ବନେଇ ଦେଲେଣି ମାମା ଏ ଘରେ। ତାପରେ ମାଲିନୀ କହିବେ, କୁଲ୍ ଡାଉନ୍ ରୂପସା, କୁଲ୍ ଡାଉନ୍। ବାଜି ଏବେ ବି ତୋ ହାତରେ ଅଛି। ପଲ୍ଲବୀକୁ ପୁଣି ସେ ଘର ଛାଡ଼ିବାକୁ ଧମକା। ଆଉ ସେ ଘର ଲୋକମାନଙ୍କୁ କହ, ସେମାନେ ଯଦି ତୋ କଥାରେ ଉଠ୍ ବସ୍ ନ ହୁଅନ୍ତି, ତାଙ୍କ ଉପରେ ଲାଗିଥିବା ସେ ଫ୍ରଡ୍ କେସ୍ ତୁ ଆଉ ଥରେ ରିଓପନ୍ କରିବୁ। ଏହାପରେ ରୂପସା କହିବେ, ନାଇଁ ମାମା, ସେ କଥା ଆଉ ସମ୍ଭବ ନୁହେଁ। କାରଣ ଏମାନଙ୍କୁ ସେ ଧମକ ଦେଲେ ଏମାନେ ସମସ୍ତେ ପଲ୍ଲବୀ ପଛରେ ଚାଲିଯିବେ ସିନା, ମୋ କଥାରେ କେହି ଉଠ୍ ବସ୍ ହେବେନି। ତାପରେ ମାଲିନୀ କହିବେ, ତାହେଲେ ବ୍ଲାକମେଲ୍ କର, ଆଉ ପଲ୍ଲବୀକୁ ଘର ଛାଡ଼ିବାକୁ ବାଧ୍ୟ କର। ଆମେ ସମସ୍ତେ ଭଲ ଭାବରେ ଜାଣିଛେ ପଲ୍ଲବୀ ଗୋଟେ ଇମୋସନାଲ ଫୁଲ୍, ଆଉ ସିଏ ତ କଥାରେ ନିଶ୍ଚୟ ପଡ଼ିବ। ତାପରେ ରୂପସା କହିବେ, ତାପରେ ବି ଯଦି ସେ ଏ ଘରୁ ନ ଯାଏ ତାହେଲେ? ପୁଣି ମାଲିନୀ କହିବେ, ତା ପାଇଁ ମୋ ପାଖରେ ଗୋଟେ ପ୍ଲାନ୍ ଅଛି। ଆଉ ସେ ପ୍ଲାନ୍ ହେଲା, ଶୁଣ, କହି ସବୁ ପ୍ଲାନ୍ ବିଷୟରେ କହିବେ, ଆଉ କଲ୍ କାଟିଦେବେ। ଆଉ ଏପଟେ ଦାଦିମା କହିବେ, ବହୁତ ଦିନ ପରେ ଏ ଘରକୁ ପୁଣି ଥରେ ଖୁସି ଫେରି ଆସିଛି। ସତରେ ମୋତେ ବହୁତ ଭଲ ଲାଗୁଛି ସମସ୍ତଙ୍କୁ ଏମିତି ହସ ଖୁସି ଦେଖିବାରେ। ସତରେ ମୋତେ ବହୁତ ଭଲ ଲାଗୁଛି ଆନନ୍ଦ। ମାୟା, ମୁଁ ଭାବୁଛି ଏ ଖୁସିର ମୁହୂର୍ତ୍ତରେ ଆମେ ସମସ୍ତେ କୁଲଦେବତାଙ୍କ ପାଖକୁ ଯାଇ ତାଙ୍କୁ ଦର୍ଶନ କରି ଧନ୍ୟବାଦ ଜଣେଇ ଆସିବା ଉଚିତ। ଏହା ଶୁଣି ମାୟା ପୁରା ଆଶ୍ଚର୍ଯ୍ୟ ହେଇଯିବେ ଆଉ କହିବେ, ଆପଣ ଯାହା କରୁଛନ୍ତି କରନ୍ତୁ ପିଇସୀମା, ହେଲେ ପୁଣି ଥରେ କୁଲଦେବତାଙ୍କ କଥା ଆରମ୍ଭ କରନ୍ତୁନି। ତାପରେ ଆନନ୍ଦ କହିବେ, ମାୟା କହୁଥିବେ, ଆଉ ଡକ୍ଟର ଆସି କହିବେ, ଆଦର୍ଶ ବାବୁ, ଆପଣ ଆମକୁ ରୁମରେ ଛାଡ଼ିକି ଏଠି ବସି ଗପ ମାରୁଛନ୍ତି। ପୁଣି ତଳକୁ ଆସି କହିବେ, ଆପଣମାନେ ସମସ୍ତେ ହସ ମଜା କରୁଛନ୍ତି, ଆମକୁ ତ ସାମିଲ କରନ୍ତୁ। ତାପରେ ଗୌରବ କହିବେ, ପଲ୍ଲବୀ, ବଡ଼ବାପା, ଆପଣ ଦି ଜଣ ଡକ୍ଟରଙ୍କୁ ଏଠି ଦେଖି ଆଶ୍ଚର୍ଯ୍ୟ ହଉଛନ୍ତି କି? ଆକ୍ଚୁଆଲି ଡକ୍ଟର ଏଠିକି ଆସିବା ମଧ୍ୟ ଆଦର୍ଶର ପ୍ଲାନର ଗୋଟେ ପାର୍ଟ ଥିଲା। ଆଦର୍ଶର ଦେହ ଖରାପ ହେବାର ନାଟକ ଯେମିତି ସତ ଭଳି ଲାଗିବ, ସେଇଥିପାଇଁ ଆମେ ଜାଣିଶୁଣି ଡକ୍ଟରଙ୍କୁ ଏଥିରେ ସାମିଲ କରିଥିଲୁ। ତାପରେ ପଲ୍ଲବୀ କହିବେ ଆଦର୍ଶକୁ, ତମେ ରୁମକୁ ଚାଲ। ଭଲ ହେଇ ଗଲିଣି ବୋଲି ବହୁତ ଉଡ଼ୁଛ ନା? ତମକୁ ମାରି ମାରି ଯଦି ବେଡରେ ନ ପକେଇ ଦେଇଛି, ତାହେଲେ ମୋ ନାଁ ବି ପଲ୍ଲବୀ ନୁହଁ। ତାପରେ ଡକ୍ଟର କହିବେ, ମ୍ୟାଡମ, ଆପଣ ଦି ଜଣ ପରେ ଝଗଡ଼ା ଲାଗିବେ। ମାୟା ମ୍ୟାଡମ, ଏବେ ପଲ୍ଲବୀ ମ୍ୟାଡମ ଆସିଗଲେଣି ଯେତେବେଳେ ଆମ ତରଫରୁ ଆଦର୍ଶ ସାର୍ଙ୍କର ମଣ୍ଟର କରିବା କିଛି ଦରକାର ନାହିଁ।
ଏମିତି ବି ଆଦର୍ଶ ସାର୍ଙ୍କ ପାଖେ ପାଖେ ଆଉ ସିଷ୍ଟର ରହିବା ବି କିଛି ଦରକାର ନାହିଁ। ତାପରେ ବିନୋଦ କହିବେ, ତ ପୁଣି ଆଦର୍ଶର ଟ୍ରିଟମେଣ୍ଟ ପ୍ରୋସେସ୍। ପୁଣି ଡକ୍ଟର କହିବେ, ସପ୍ତାହକୁ ଥରେ ମୁଁ ଆସି ଚେକଅପ୍ କରିଯିବି। ଆଉ ମୁଁ ସିଓର ଆଦର୍ଶ ସାର୍ ନିଶ୍ଚୟ ଭଲ ହେଇଯିବେ। ତାପରେ ମାୟା କହିବେ, ଥ୍ୟାଙ୍କ ୟୁ ଡକ୍ଟର। ଏହାପରେ ଡକ୍ଟର କହିବେ, ୟୁ ଆର୍ ୱେଲକମ୍ କହି ସେଠାରୁ ଚାଲିଯିବେ। ତ ଦର୍ଶକ ବନ୍ଧୁ, ରୂପସା କ'ଣ ପଲ୍ଲବୀଙ୍କୁ ଘରୁ ବାହାର କରିପାରିବେ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।